ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଏଜି ଓଡ଼ିଆ ଲାଇଭ୍ ଜିକେଏସ୍ କ୍ରିଏସନ୍ କୁ ପୁଣି ଥରେ ସ୍ୱାଗତ। ଦେଖ ଆଜି ଆମେ ଦେଖିବା ପୁଷ୍ପା ଦ୍ୱାରା ଆମର 31/1/2026ରେ ଗୋଟେ ଲେଟର୍ ଆସିଛି, ଯେଉଁଟାକି ମିସ୍ ଅନନ୍ୟା ଦାସ IAS କରିଛନ୍ତି, ଷ୍ଟେଟ୍ ପ୍ରୋଜେକ୍ଟ ଡାଇରେକ୍ଟର ଯିଏ ଅଛନ୍ତି ଆମର। ତ ସବଜେକ୍ଟ ରହିଛି କମ୍ୟୁନିକେସନ୍ ଅଫ୍ ଟାଇମ୍ ଟେବୁଲ୍ ଫର୍ ସमेଟିଭ୍ ଆସେସମେଣ୍ଟ 2, ଠିକ୍ ଅଛି, 2026 ପାଇଁ। In inviting a reference to the subject cited above, I am to say that summative assessment to 2026 for the class 1 to 8 has been scheduled to be held during the 9th March to 13 March. 9 March ରୁ ଆମର 13 ମାର୍ଚ୍ଚ ପର୍ଯ୍ୟନ୍ତ ହେବ। Prior to the conduct of written test, oral test for class 1 to 5 will be conducted on 6 and 7 March ହେଲା 6-7 ତାରିଖରେ ମାର୍ଚ୍ଚ ମାସ 6-7 ତାରିଖରେ ଆମର ଓରାଲ ଟେଷ୍ଟ ହେବ 1ରୁ 5 ପର୍ଯ୍ୟନ୍ତ, ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ, ଠିକ୍ ଅଛି। Then in all government and government aided schools in the states, in these connections, the details timetables towards conduct of the said summative assessment 2026 is hereby communicated as annexed 1 for your reference। ଗୋଟେ କପି ଦେଇଛନ୍ତି, ଫରୱାର୍ଡ କରିଛନ୍ତି। ଟିକେ ବଙ୍କାଟି ଅଛି, ଦେଖ ଏଟା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାଳୟ ପ୍ରାଧିକରଣ 1ରୁ 5 ପର୍ଯ୍ୟନ୍ତ। ଦେଖ ଆମର ଯଦି ଦେଖିବା 16/3 ହେଲା 16/3/2026 ଶୁକ୍ରବାର ଦିନଠୁ, 6/3/2026 ଶୁକ୍ରବାରର ମାତୃଭାଷା ମୌଖିକ ହେବ। ଦେନ୍ ପରିବେଶ ବିଜ୍ଞାନର ବି ମୌଖିକ ହେବ ପ୍ରଥମ ଶ୍ରେଣୀର। ସେମିତି ଦ୍ୱିତୀୟ ଶ୍ରେଣୀରେ ଯଦି ଦେଖିବା ଭାଷା ମୌଖିକ, ପରିବେଶର ବି ମୌଖିକ ହେବ ହେଲା। ଦେନ୍ ନେକ୍ସଟ ଯଦି ଦେଖିବା ତୃତୀୟ ଶ୍ରେଣୀର ମାତୃଭାଷା ମୌଖିକ ହେବ, ପରିବେଶ ବି ମୌଖିକ ହେବ ପରିବେଶ ବିଜ୍ଞାନର। ଚତୁର୍ଥ ଶ୍ରେଣୀର ବି ମାତୃଭାଷା ମୌଖିକ, ପରିବେଶ ଓ ସାମାଜିକ ପାଠର ମୌଖିକ ହେବ ଚତୁର୍ଥ ଶ୍ରେଣୀ ପାଇଁ। ପଞ୍ଚମ ଶ୍ରେଣୀ ପାଇଁ ବି ମାତୃଭାଷା ଆଉ ସାମାଜିକ ପାଠ ମୌଖିକ ହିଁ ହେବ, ଠିକ୍ ଅଛି। ବର୍ତ୍ତମାନ 7 ତାରିଖ ଦେଖିବା। 7/3/2026 ଶନିବାର ଦିନ ଗଣିତ ମୌଖିକ ହେବ ପ୍ରଥମ କ୍ଲାସ୍ର। ଦେନ୍ ଦ୍ୱିତୀୟ କ୍ଲାସ୍ର ହେବ ଆମର ଗଣିତ ମୌଖିକ। ଦେନ୍ ତୃତୀୟ କ୍ଲାସ୍ର ହେବ ଆମର ଗଣିତ ମୌଖିକ ପ୍ଲସ୍ ଇଂରାଜୀ ମୌଖିକ ହେବ। ଦେନ୍ ଚତୁର୍ଥ ଶ୍ରେଣୀ ପାଇଁ ଗଣିତ ମୌଖିକ ଏବଂ ଇଂରାଜୀ ମୌଖିକ ହେବ, ଠିକ୍ ଅଛି। ଏଇଟା 7 ତାରିଖର ହେଲା। ସେମିତି ପଞ୍ଚମ ଶ୍ରେଣୀର ବି ଗଣିତ ଇଂରାଜୀ ମୌଖିକ ଏକ୍ଜାମ୍ ହେବ, ଠିକ୍ ଅଛି। 6-7 କଥା ଦେଖିଲେ। ବର୍ତ୍ତମାନ ଆମେ ଦେଖିବା, ଏଇଟା ତ ଆମର ଗଲା ମୌଖିକ। ଲିଖିତ କଥା ଦେଖିବା। ଆମର ଲିଖିତ ଉପରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ସମାପ୍ତି ସୂଚକ ଆକଳନ 2/2026 କାର୍ଯ୍ୟସୂଚୀ ଲିଖିତ ଉପରେ ଆସିବ। ଦେଖ 9/3/2026 ସୋମବାର ଦିନ ଆମର ପ୍ରଥମ ବୈଠକରେ ସକାଳ 7ଟାରୁ 9ଟା ମର୍ଣ୍ଣିଂରେ ହେବ ଏଇଟା। ଦ୍ୱିତୀୟ ବୈଠକ ସେମିତି ସକାଳ 9:30ରୁ 11:30 ପର୍ଯ୍ୟନ୍ତ ହେବ ଏକ୍ଜାମ୍, ଠିକ୍ ଅଛି। ଯେଉଁ ସକାଳ 7ଟାରୁ 9ଟା ଭିତରେ ହେବ ତାର ଆମର ପ୍ରଥମ କ୍ଲାସ୍ ପାଇଁ ଆସିବ ମାତୃଭାଷା ଲିଖିତ। ଦ୍ୱିତୀୟ ଶ୍ରେଣୀର ଆସିବ ସେମିତି ମାତୃଭାଷା ଲିଖିତ। ତୃତୀୟ ଶ୍ରେଣୀର ବି ମାତୃଭାଷା ଲିଖିତ। ଚତୁର୍ଥ ଶ୍ରେଣୀର ମାତୃଭାଷା ଲିଖିତ। ପଞ୍ଚମ ଶ୍ରେଣୀ ପାଇଁ ମଧ୍ୟ ମାତୃଭାଷା ଲିଖିତ ହିଁ ରହିବ। ଷଷ୍ଠ ଶ୍ରେଣୀ ପାଇଁ ସେମିତି ମାତୃଭାଷା ଲିଖିତ। ସପ୍ତମ ପାଇଁ ମଧ୍ୟ ମାତୃଭାଷା ଲିଖିତ। ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟ ମାତୃଭାଷା ଲିଖିତ। କିନ୍ତୁ ଟାଇମ୍ ଦେଖ, ପ୍ରଥମ ଶ୍ରେଣୀ ପାଇଁ ରହିବ 1.5 ଘଣ୍ଟାର, ଆଉ ଦ୍ୱିତୀୟ ଶ୍ରେଣୀ ପାଇଁ ମଧ୍ୟ 1.5 ଘଣ୍ଟା, ତୃତୀୟ 1.5 ଘଣ୍ଟା, ଚତୁର୍ଥ 1.5 ଘଣ୍ଟା, ପଞ୍ଚମ ପାଇଁ ମଧ୍ୟ 1.5 ଘଣ୍ଟା ଲାଗେ। କିନ୍ତୁ ଷଷ୍ଠ, ସପ୍ତମ, ଅଷ୍ଟମ ପାଇଁ ମାତୃଭାଷା ଲିଖିତ ରହିବ 2 ଘଣ୍ଟା, 2 ଘଣ୍ଟା ଟୋଟାଲ। ସେମିତି ଦ୍ୱିତୀୟ ବୈଠକରେ ଯଦି ଦେଖିବେ, ଦ୍ୱିତୀୟ ବୈଠକରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମର କୌଣସି ଏକ୍ଜାମ୍ ରହିବ ନାହିଁ, ଏକ୍ଜାମ୍ ରହିବନି। କିନ୍ତୁ ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମର ଆମର ଇତିହାସ ଲିଖିତ ରହିବ 3 ଜଣ ଯାହାର, ଠିକ୍ ଅଛି। ସେଇ 2 ଘଣ୍ଟାର ଏକ୍ଜାମ୍ ହେବ, ସେମାନେ ପଢ଼େଇବେ, ଠିକ୍ ଅଛି। 10/3/2026 ମଙ୍ଗଳବାର ଦିନ ଏକ୍ଜାମ୍ ହେବ ଆମର ପ୍ରଥମ ବୈଠକରେ 7ଟାରୁ 9ଟା ଯେଉଁ ହେବ ଗଣିତ ଲିଖିତ। ସବୁ କ୍ଲାସ୍ର ଗଣିତ ଲିଖିତ ହେବ ହେଲା। 1ରୁ 8ମ ପର୍ଯ୍ୟନ୍ତ ଗଣିତ ଲିଖିତ ହେବ। ସେ ରହିବ ଆମର 6, 7, 8 ପାଇଁ 2 ଘଣ୍ଟାର ଏକ୍ଜାମ୍ ରହିବ, ଆଉ 1ରୁ 5ମ ପର୍ଯ୍ୟନ୍ତ ରହିବ 1.5 ଘଣ୍ଟା, ଠିକ୍ ଅଛି। ଦେନ୍ ନେକ୍ସଟ ଦେଖିବା ଦ୍ୱିତୀୟ ବୈଠକ କଥା। ଯଦି ଦେଖିବା ଦ୍ୱିତୀୟ ବୈଠକରେ ଆମର 1ରୁ 5ମ ପର୍ଯ୍ୟନ୍ତ କୌଣସି ଏକ୍ଜାମ୍ ରହିବ ନାହିଁ ଦ୍ୱିତୀୟ ଆୱାରରେ।
ବା ଦ୍ୱିତୀୟ ବୈଠକରେ, ଆଉ ଷଷ୍ଠ ସପ୍ତମ ଅଷ୍ଟମ ପାଇଁ ରହିବ ଚିତ୍ରାଙ୍କନ ପ୍ରତିଯୋଗିତା। ଠିକ ଅଛି, ସେଇ 2 ଘଣ୍ଟାର ଏକ୍ଜାମ ହେବ, 11:30 ସରିବ। ଠିକ ଅଛି, ନେକ୍ସଟ ଦେଖିବା 11/3/2024 ବୁଧବାର ଦିନ ପ୍ରଥମ ବୈଠକ 7ଟାରୁ 9ଟା ହେବ। ପରିବେଶ ଲିଖିତ ସମସ୍ତଙ୍କର ପରିବେଶ ବିଜ୍ଞାନ ପାଠ ହେଲା ରହିବ, ସାମାଜିକ ବିଜ୍ଞାନ ପାଠ ରହିବ ପଞ୍ଚମ ପାଇଁ, କିନ୍ତୁ ଆମର 6, 7, 8 ରହିବ ଲିଖିତ ବିଜ୍ଞାନ 3ଟା ଯାକ କ୍ଲାସ 2 ଘଣ୍ଟାର ଏକ୍ଜାମ ହେବ। ଏମାନଙ୍କର 1.5 ଘଣ୍ଟା ଲେଖା ଏକ୍ଜାମ ହେବ 1ରୁ 5 ପର୍ଯ୍ୟନ୍ତ ପରିବେଶ। ଠିକ ଅଛି, ଦ୍ୱିତୀୟ ଆୱାରରେ ବା 9ଟା ଅଧରୁ 11ଟା ଅଧେ ଏମାନଙ୍କର କୌଣସି ଏକ୍ଜାମ ରହିବନି 1ରୁ 5 ପର୍ଯ୍ୟନ୍ତ, କିନ୍ତୁ ଆମର ସପ୍ତମ ଆଉ ଷଷ୍ଠମ ରହିବ ସଂସ୍କୃତ ଏକ୍ଜାମ, କିନ୍ତୁ ଅଷ୍ଟମର ରହିବ ନାହିଁ କୌଣସି ଏକ୍ଜାମ ହେଲା। ନେକ୍ସଟ ଯିବା 12/3/2024 ଗୁରୁବାର ଦିନ କଥା ଦେଖିବା। ତା ମାନେ ପ୍ରଥମ ବୈଠକରେ ଆମର 7ଟାରୁ 9ଟା ହେବ ଚିତ୍ରାଙ୍କନ 1ରୁ 5 ପର୍ଯ୍ୟନ୍ତ ସମସ୍ତଙ୍କର ଚିତ୍ରାଙ୍କନ ରହିବ ଏକ୍ଜାମ, 1.5 ଘଣ୍ଟାର ଏକ୍ଜାମ ହେବ। ସେମିତି ଷଷ୍ଠ ସପ୍ତମ ଅଷ୍ଟମ ପାଇଁ ରହିବ 2 ଘଣ୍ଟାର ଏକ୍ଜାମ। ଠିକ ଅଛି, ପ୍ରଥମ ଏଟା ରହିବ 2 ଘଣ୍ଟାର ଏକ୍ଜାମ। ଠିକ ଅଛି, 6, 7, 8 ପାଇଁ ଭୂଗୋଳ ରହିବ ଏକ୍ଜାମ ଲିଖିତ। ଠିକ ଅଛି, ଆଉ ସେକେଣ୍ଡ ଆୱାରରେ କୌଣସି ଏକ୍ଜାମ ନାହିଁ, ସେକେଣ୍ଡ ଆୱାର ନାହିଁ। କିନ୍ତୁ 13/3/2024 ଶୁକ୍ରବାର ଦିନ ଯଦି ଦେଖିବା, ଗୁରୁବାର ଦିନ ଫାଷ୍ଟ ଆୱାର ହିଁ ହେବ, ସେକେଣ୍ଡ ଆୱାର ହେବନି। ପ୍ରଥମ ବୈଠକ ସକାଳ 7ଟାରୁ 9ଟା ହେବ 13/3/2016 ଶୁକ୍ରବାର ଦିନ। ତାର ପ୍ରଥମ ଆଉ ଦ୍ୱିତୀୟ ଶ୍ରେଣୀର କୌଣସି ଏକ୍ଜାମ ନାହିଁ। ତୃତୀୟ, ଚତୁର୍ଥ ଆଉ ପଞ୍ଚମର ଇଂରାଜୀ ଲିଖିତ ଏକ୍ଜାମ ହେବ 1.5 ଘଣ୍ଟାର। ଦେନ୍ ଷଷ୍ଠ ସପ୍ତମ ଅଷ୍ଟମର ଇଂରାଜୀ ହେବ ଆମର 2 ଘଣ୍ଟାର ଏକ୍ଜାମ, 2 ଘଣ୍ଟାର, ଏମାନଙ୍କର 1.5 ଘଣ୍ଟାର ହେଲା। ନେକ୍ସଟ ସେମିତି ଶୁକ୍ରବାର ଦିନ ସେକେଣ୍ଡ ବୈଠକ ଯଦି ଦେଖିବା 9:30ରୁ 11:30 ମଧ୍ୟରେ ହେବ। ପ୍ରଥମଠୁ ପଞ୍ଚମ ପର୍ଯ୍ୟନ୍ତ କୌଣସି ଏକ୍ଜାମ ରହିବ ନାହିଁ, କିନ୍ତୁ ଆମର ଷଷ୍ଠ ସପ୍ତମ ଅଷ୍ଟମର ଆମର ହିନ୍ଦୀ ରହିବ ଏକ୍ଜାମ। କ'ଣ ରହିବ? ହିନ୍ଦୀ 2 ଘଣ୍ଟାର ଏକ୍ଜାମ ରହିବ। ବୁଝିପାରିଲେ? ଇଏ ଥିଲା ଆମର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ଓ ମୌଖିକ ସମୟ ନିର୍ଦ୍ଧାରଣ ନିର୍ଘଣ୍ଟ ସମୟ ଟାଇମ୍ ଟେବୁଲ ଆପଣମାନେ ଦେଖିଲେ। ଟାଇମ୍ ଟେବୁଲ ଅନୁସାରେ ଆପଣ ପ୍ରିପେୟାର ହୁଅନ୍ତୁ ଏବଂ ପିଲାମାନଙ୍କୁ ମଧ୍ୟ ପ୍ରିପେୟାର କରାନ୍ତୁ, ଯାହାଫଳରେ କି ସେମାନେ ଆଗକୁ ବହୁତ ଭଲ କରିବେ ଏକ୍ଜାମ। ତ ଏ ଭିତରେ ପଞ୍ଚମ ଆଉ ଅଷ୍ଟମ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ରହିବ ହେଲା, ସେମାନଙ୍କର ଏକ୍ଜାମଟିକୁ ଗୁରୁତ୍ୱ ଦିଆଯିବ। ସେମାନଙ୍କର ଏକ୍ଜାମ ବିଷୟରେ ମୁଁ ଆଉ ଗୋଟେ ଭିଡ଼ିଓରେ ଆପଣମାନଙ୍କୁ ଜଣାଉଛି। ଜୟ ଜଗନ୍ନାଥ।